ଦେଖିଲେ ଆମେ କେଉଁଠି? ଏଇଟା ହେଉଛି ମୋ ଗାଁ ଶୁଆକାଠିର ପାଟେଶ୍ୱର ମନ୍ଦିର। ପାଟେଶ୍ୱର ମନ୍ଦିର ବହୁତ ପୁରୁଣା। ସେଇଠି ଜଣେ ଗୋପାଳ ସମ୍ପ୍ରଦାୟର ସନ୍ନ୍ୟାସୀ ଏଇ ମନ୍ଦିରଟିକୁ ନିର୍ମାଣ କରିଥିଲେ। ଆମେ ଛୁଆବେଳେ ପ୍ରତି ସୋମବାର ଏଇ ମନ୍ଦିରକୁ ଯାଉ। କେତେ କ୍ଷୀର ଢାଳିଛୁ, ନଡ଼ିଆ ବାଡ଼େଇଛୁ, ଜଳସୟ କରିଛୁ। ଆଜି ସେ ମନ୍ଦିରକୁ ଗଲାବେଳକୁ ପଛ କଥା ସବୁ ମନେ ପଡ଼ିଯାଉଛି। ଏଇ ମନ୍ଦିରରେ ପ୍ରତିବର୍ଷ ଜାଗର ଅମାବାସ୍ୟାଟା ଭାରି ଧୁମଧାମରେ ହୁଏ। ଅପେରା ବି ହୁଏ। ଏଇଟା ମାଆଙ୍କ ମନ୍ଦିର, ପାର୍ବତୀ ମାଆଙ୍କ ମନ୍ଦିର। ଏଇଟା କିନ୍ତୁ ଆମ ଆଖି ସାମ୍ନାରେ ଗଢ଼ା ହେଇଥିଲା। ଆମେ ସେତେବେଳେ ଭାରି ଖୁସି ହେଇଥିଲୁ, ଭାରି ଉତ୍ସାହିତ ହେଇଥିଲୁ। ଏଇଠି ଯେତେବେଳେ ନୂଆ ନୂଆ OMC ଖୋଲୁଥିଲା, ସେଇଠି ବୁଲୁ ଭଞ୍ଜ ବୋଲି ଜଣେ ମ୍ୟାନେଜର ଆସିଥିଲେ। ତାଙ୍କରି ଉଦ୍ୟମରେ ଏଇ ମନ୍ଦିରଟି ଗଢ଼ି ଉଠିଥିଲା। ସେ କହିଲେ ଶିବଙ୍କ ମନ୍ଦିର ଅଛି ମାନେ ଗୋଟେ ପାର୍ବତୀ ମନ୍ଦିର ରହିବ। ସେଇ ମନ୍ଦିରଟିକୁ କରିଥିଲେ। ଭୋଜିଭାତ ମହୋତ୍ସବ ହେଇଥିଲା। ମୋ ଜୀବନର ପ୍ରଥମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଆଜି ଏ ମନ୍ଦିର ବେଢ଼ାରେ ବୁଲିଲା ବେଳକୁ ସେ କଥା ସବୁ ମନେ ପଡ଼ିଯାଉଛି। ଏ ବେଢ଼ା କ'ଣ ଏମିତି ଥିଲା? ମୋର ଯେଉଁ ସାଙ୍ଗମାନେ ଆଗରୁ ଏ ମନ୍ଦିରକୁ ଆସିଛନ୍ତି, ବର୍ତ୍ତମାନ ସେ ମନ୍ଦିରର ପୂଜକ ଭାଇ। ମନ୍ଦିରଟି ଯେତେବେଳେ ଭିଡ଼ିଓ କରୁଛି, ଭାଇଙ୍କି ଟିକେ ଡାକିଲି ପାଖକୁ ଆସିବା ପାଇଁ। ଆମର ତ ସେପଟେ ପୂଜକଙ୍କୁ ଭାଇନା ବୋଲି କୁହାଯାଏ ବା ନନା ବୋଲି କୁହାଯାଏ। ସେ ନନା ମହାଶୟ କହିଲେ ଯାଆନ୍ତୁନି, ଆଉ ଟିକେ ସମୟ ପରେ ଆଳତି ହେବ। ମୋର ବି ଗୋଟେ କଥା ମନେ ପଡ଼ିଲା। ଇଏ ହେଉଛନ୍ତି ଦୁଆରୀ। ଆମ ସେପଟ ଶିବ ମନ୍ଦିରର ସିଷ୍ଟମ ହେଲା ଜଣେ ପୂଜକ ଆଉ ଜଣେ ଦୁଆରୀ। ପୂଜକ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଥିଲା ବେଳେ ସାଧାରଣତଃ ଦୁଆରୀ ଯିଏ ଗୋପାଳ ସମ୍ପ୍ରଦାୟର ହୋଇଥାନ୍ତି। ସେମାନେ ଆଳତି କରିବାକୁ ତତ୍ପର ହେଉଥିଲେ। ମୁଁ ସବୁ ସ୍ମୃତିକୁ ସାଉଁଟିକି ଜମାଟ କରୁଥିଲି। ଆମେ ଯିଏ ସବୁ ସେଠି ସାଙ୍ଗସାଥି ହେଉଥିଲୁ, କେମିତି ସଜବାଜ ହୋଇ ଆସୁଥିଲୁ ଆମେ ଦେଖିବାକୁ। ଜାଗର ଅମାବାସ୍ୟା, ଜାଗର ଉପାସ ବି କରୁଥିଲୁ। ଏମିତି ଭାବୁ ଭାବୁ ଆଳତି ଘଣ୍ଟ ଶୁଭିଲା, ଆଉ ଆଳତି ବି ଆରମ୍ଭ ହେଇଗଲା। ମୁଁ କହିଲି ଯାହା ହଉ, ଆଜି ମୋର ଭାଗ୍ୟ ଫରକ। ସେ ପହଞ୍ଚିଲା ବେଳକୁ ହିଁ ଆଳତି ହେଲା। ଆଳତି ସାରି ପୁଣି ଫେରିଯିବାକୁ ବାହାରିଲା ବେଳକୁ ଭାଇନା ମୋତେ ପୁଣି ଅଟକେଇକି ଟିକେ ଭୋଗ ଦେଲେ। ମୁଁ ମନେ ମନେ କହିଲି, ପ୍ରଭୁ ହେ, ଏବେ ସିନା ଆସିପାରୁନି, କେତେ ଧାଉଁଥିଲି ତୁମ ମନ୍ଦିରକୁ। ସେଇଥିପାଇଁ ବୋଧେ ତୁମ ପ୍ରସାଦ ପାଇଲି ଆଉ ଆଳତି ଦେଖିଲି। ସେଠୁ ଆମେ ଚାଲିଗଲୁ ଛୋଟ ମୁଣ୍ଡିଆ ଉପରେ ଥିବା ହନୁମାନ ମନ୍ଦିରକୁ। ସେଠି ହନୁମାନଙ୍କୁ ଦର୍ଶନ କରିସାରି ଆମର ଯିବାର ଥିଲା ମାଆଙ୍କ ପାଖକୁ। ସେ ହନୁମାନ ମନ୍ଦିରର ପରିବେଶ ବି ଖୁବ୍ ସୁନ୍ଦର ଥିଲା। ମୁଁ ୟାଙ୍କୁ କହିଲି ଟିକେ ଠିଆ ହୁଅ ମ, ମୁଁ ଟିକେ ଚାରିପଟର ଭିଡ଼ିଓ କରିଦିଏ। ତାପରେ ଚାରିପଟର ଭିଡ଼ିଓ କରିଦେଲି। ତାପରେ ସେଠୁ ଆମେ ବାହାରିଲୁ ତାରିଣୀ ମନ୍ଦିରକୁ। ଆଉ ସାଙ୍ଗରେ ସାନ ଭାଇ ତ ଆମକୁ ସବୁଆଡ଼େ ବୁଲେଇ ନେଉଥିଲା। ପରଦିନ ଫେରିବାର ଥିଲା ତ ମୁଁ ଏସବୁ ଜାଗା ବୁଲିଲି। ସେଠି ଆମର ଠାକୁରଙ୍କର ବି ଆସ୍ଥାନଟିଏ ଅଛି, କିନ୍ତୁ ଏଥର ଯାଇପାରିଲି ନାହିଁ। ଆରଥର ଗଲେ ନିଶ୍ଚୟ ଆପଣମାନଙ୍କୁ ଦେଖେଇବି। ଏବେ ଖାଲି ଦେଖନ୍ତୁ ଏଇ ତାରିଣୀ ମନ୍ଦିର। ଏଠି ମାଆ ବିଜେ ହେଇଛନ୍ତି 90 ମସିହା ପରେ। ସଠିକ୍ ମସିହାଟା ମନେ ପଡ଼ୁନି ତ କହିଲିନି, କିନ୍ତୁ ମୁଁ ସେତେବେଳେ ଆଉ ସେଠି ନଥିଲି। ମୁଁ ବାହା ହେଇ ଆସିଥିଲି। ଖାଲି ଶୁଣିଥିଲି ମାଆ ଏଠି ବିଜେ ହେଇଛନ୍ତି ବୋଲି। ତାପରେ ମୁଁ ଯେବେ ଗଲେ ଟିକେ ମାଆଙ୍କ ଦର୍ଶନରେ ବି ଯାଏ। ଏ ଜାଗାଟା ବି ଖୁବ୍ ସୁନ୍ଦର। ସୁନ୍ଦର ନ ହେଇଥିଲେ ମାଆ କ'ଣ ଏ ଜାଗାକୁ ବାଛିକି ଆସିଥାନ୍ତେ? ଦେଖୁନାହାନ୍ତି କେମିତି ସୁନ୍ଦର ଦେଖାଯାଉଛି ମନ୍ଦିରଟି। ମୁଁ ସେ ମନ୍ଦିରକୁ ଅନେଇ ଅନେଇ ଭାଇକୁ ଡାକିଲି, କହିଲି ଆଇଲୁ ଆଇଲୁ, ମନ୍ଦିର ସହିତ ଆମ ଦିହିଁଙ୍କର ଗୋଟେ ଫଟୋ ନେଇଯା। ତାପରେ ପୁଣି ପାହାଚ ଚଢ଼ି ଉପରକୁ ଯିବାକୁ ଚେଷ୍ଟା କଲି। ଭାବିଲି ପାହାଚ ଗୁଡ଼ା ଆଉ ଟିକେ ଛୋଟ ଛୋଟ ହେଇଥିଲେ ଭଲ ହେଇଥାନ୍ତା। ଆଉ ଟିକେ ବୟସ ହେଇଗଲା ପରେ ହୁଏତ ଏଇ ପାହାଚ ଚଢ଼ିବା ସମ୍ଭବ ହେବନି। ପାହାଚ ଗୁଡ଼ାକ ବହୁତ ଉଚ୍ଚା ଥିଲା। ଯାହା ବି ହେଉ, ମାଆଙ୍କ କରୁଣାରୁ ସେତକ ପାହାଚ ଚଢ଼ି ଉପରକୁ ଚାଲିଗଲି। ସେଠି ପହଞ୍ଚିକି ପ୍ରଣାମ କରି ଯେତେବେଳେ ପାଦୁକ ପାଇଲି, ପୂଜାରୀ ଭାଇନାଙ୍କୁ ପ୍ରଶ୍ନ କଲି, ଆଳତି କ'ଣ ସରିଯାଇଛି? ସେ କହିଲେ ନା, ଆଉ ଟିକେ ପରେ ହେବ। ମୋ ମନଟା ପୁଣି ଖୁସି ହେଇଗଲା। ପଛପଟକୁ ଗଲି, ଭାରି ସୁନ୍ଦର ଦୃଶ୍ୟ, କିନ୍ତୁ ସବୁଆଡ଼େ ଅନ୍ଧାର ଥିଲା। ଆଖିର ଲେନ୍ସ ସାଙ୍ଗେ କ'ଣ କ୍ୟାମେରା ଲେନ୍ସ ସମାନ ହେବ? ସେଥିପାଇଁ ପଛପଟର ଭିଡ଼ିଓ ମୁଁ କରିନାହିଁ। ଆଉ କେବେ ଦିନରେ ଆସିଲେ ମାଆଙ୍କର ଏଇ ସୁନ୍ଦର ମନ୍ଦିରର ଚାରିପଟ ଦୃଶ୍ୟ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ, ଏଇପରା ମାଆ, କରୁଣାମୟୀ ମାଆ ତାରିଣୀ। ସେ ଆମକୁ ପାଦୁକ ଦେଇ ଟିକେ ବସିବାକୁ କହିଲେ। ମୁଁ କ'ଣ ଆଉ ଆଳତି ନ ଦେଖିକି ପଳେଇ ଆସିଥାନ୍ତି? ଆମେ ସେଠି ବସିଲୁ। ଆଉ ଅଳ୍ପ ସମୟ ପରେ ହିଁ ମାଆଙ୍କର ଆଳତି ହେଲା। ସେଠି ମାଆଙ୍କର ଆଳତି ଦେଖି ସାରି ଫେରିଲା ବେଳକୁ ପୁଣି ସେଇ ଝିଅ ବେଳର କଥା ସବୁ ମନେ ପଡ଼ୁଥିଲା। ସେତେବେଳେ ଅବଶ୍ୟ ମାଆ ଏଠି ନଥିଲେ, ହେଲେ ଶିବ ମନ୍ଦିରରେ ପ୍ରଭୁ ପାଟେଶ୍ୱର ଆଉ ମାଆ ପାର୍ବତୀ ଥିଲେ। ଆମେ ସବୁବେଳେ ସୋମବାରରେ ଯାଇକି ଶିବ ମନ୍ଦିରରେ ପୂଜା କରୁଥିଲୁ। ଆଜି ସେଇ ସବୁ କଥା ମନେ ପଡ଼ିଲା। ଭାବିଲି ମୋର ତ ଜୀବନସାରା ପରିବାରର ଏସବୁ ଦେଖିବେ, ତା ସହିତ ଆମ ବେଳର ଯେଉଁ ସାଙ୍ଗମାନେ ଥିଲୁ
এই ଭିଡ଼ିଓ ମାଧ୍ୟମରେ ଅନ୍ତତଃ ଆମ ଶୁଆକାଠିର ମନ୍ଦିର ସବୁ କେମିତି ହେଇଛି ଦେଖିପାରିବେ। ସେଇ କଥା ଭାବିକି ଏ ମନ୍ଦିର ସବୁ ଆପଣ